ହାପି ଇଣ୍ଡିପେଣ୍ଡେନ୍ସ ଡେ ସାଙ୍ଗମାନେ। ଦେଖନ୍ତୁ ମୋ ପୁଅକୁ ଏଠି ଟିକେ ରେଡ଼ି କରିଦେଉଛି। ସକାଳୁ ସକାଳୁ ସେ ତାର ଉଠିଲାଣି 5ଟା ହେତୁ ତ କାଲି ରାତି ସାରା ନିଦ ନାହିଁ, କାରଣ ତାର ସ୍କୁଲ ଯିବ, ରୋଡ଼ ଶୋ କରିବ, ଫଙ୍କସନ୍ ଅଛି ତ ନିଦ ନାହିଁ। ଦେଖ ତା ମୁହଁ ଦେଖ ସେ କେମିତି ହେଉଛି, ଦେଖନ୍ତୁ କି ଖୁସି ତାର। କ'ଣ କହୁ ଦେଖନ୍ତୁ ହାପି ଇଣ୍ଡି ତାକୁ ସେଠି ସକାଳୁ ସକାଳୁ ମୋଜା ପିନ୍ଧେଇ ଦେଉଛି। ସେ ତାର ରେଡ଼ି ହେଇକି ଯିବ ତା ସ୍କୁଲକୁ। କେତେ ଖୁସିରେ ଦେଖନ୍ତୁ ବଇଛି ସେ। ଆହା କି ଖୁସି ତାର। ଦେଖ ଆଜି ତ ସାଙ୍ଗମାନେ ଜନ୍ମାଷ୍ଟମୀ, ପୁଣି ମୋ ପୁଅକୁ ରେଡ଼ି ଫେଡ଼ି କରି ତାକୁ ସ୍କୁଲ ପଠାଇଦେଲେ। ମୁଁ ଗାଧୋଇ ପାଧୋଇ ପୁଣି ମନ୍ଦିର ଯିବାର ଅଛି। ତାକୁ ପଠାଇ ସାରିଲା ପରେ ତାର ଟିଫିନ୍ ନେଲାନି ସାଙ୍ଗମାନେ, ସେ ତାର ସେମିତି ଗଲା। ଆଜି ସ୍କୁଲରେ ଦିଆହେବ ଟିଫିନ୍। ଏଠି ପଳେଇ ଆସିଲି। ଠାକୁର ଫାକୁର ସବୁ ଗାଧା ଗାଧି କରିଦେଇ ତାଙ୍କୁ ବନ୍ଦାବନା କରିକି ଆଳତି କରିଦେଲୁ ଟିକେ ଶ୍ରୀକୃଷ୍ଣ ଠାକୁରଙ୍କୁ, କାହ୍ନା ଠାକୁରଙ୍କୁ। ଆଜି ତାଙ୍କର ଜନ୍ମଦିନ ଆଜି ସାଙ୍ଗମାନେ। ଦେଖନ୍ତୁ ଆମେ ଏଠି ସେ ଦିଦି ଶଙ୍ଖ ଫୁଙ୍କୁଛନ୍ତି, ଆମେ ଦୁଇ ଜଣ ଏଠି ଆଳତି କରିଦେଉଛୁ ଠାକୁରଙ୍କୁ। ଆଜି ସାଙ୍ଗମାନେ ଏତେ ବଢ଼ିଆ ଦିନ। ଚାଲନ୍ତୁ ଗୋଟେ ଭଲ ଜିନିଷ ଦେଖିବି ଭିଡ଼ିଓରେ, ଆଗକୁ ଚାଲନ୍ତୁ। ଦେଖିଲେ ଆଖି ବି ପବିତ୍ର ହେଇଯିବ, ମନସ୍କାମନା ପୂରଣ ହେଇଯିବ ଆପଣମାନଙ୍କର ସମସ୍ତଙ୍କର। ଚାଲନ୍ତୁ ଦେଖିବି ଭିଡ଼ିଓରେ, ସାଙ୍ଗମାନେ ରୁହନ୍ତୁ ଦେଖିବେ, ଯେମିତି ସ୍କିପ୍ କରନ୍ତୁନି, ଦେଖିପାରିବେ ସବୁ ସାଙ୍ଗମାନେ। ଦେଖନ୍ତୁ ରାତି 11:30 ଆସି ହେଇଗଲା। ଆମେ ପଳେଇ ଆସିଲୁ ସେଇ ଠାକୁର ପୂଜା ହେଲେ, ଠାକୁରଙ୍କ ପୂଜା ହେବ, ଠାକୁର ଜନ୍ମ ହେବେ ରାତି 12:30ରେ। 11ଟାରେ ଆସିଲାଣି ନନା ଏଇଠି ସାଙ୍ଗମାନେ ଦେଖନ୍ତୁ ଆସିଗଲେ। ମୁଁ ଯେଉଁ କହୁନଥିଲି ଯେଉଁ ଜିନିଷଟା ଦେଖିବା ପାଇଁ ସାଙ୍ଗମାନେ, ଦେଖନ୍ତୁ ଏଇଠି ଇଏ ହେଉଛି ସାଙ୍ଗମାନେ କି ଫୁଲ କହିବେ। ସାଙ୍ଗମାନେ ଦେଖନ୍ତୁ ମୁଁ କହୁଥିଲି ଯେଉଁ ଫୁଲ କଥା, ଇଏ ହେଉଛି ବ୍ରହ୍ମକମଳ ଫୁଲ। ଦେଖନ୍ତୁ ଠାକୁରଙ୍କ ମଥାରେ ଲାଗିଲା। ତାଙ୍କର ଇଚ୍ଛା ଅଛି 11:30ରେ ଫୁଟିବ, ଠାକୁରଙ୍କ ମଥାରେ ଆସି ଲାଗିବେ। ଦେଖନ୍ତୁ ବଢ଼ିଆ କେତେ ସୁନ୍ଦର ଦେଖାଯାଉଛି ବ୍ରହ୍ମକମଳ ଫୁଲ ସାଙ୍ଗମାନେ। ଆଗରୁ ଦେଖିଥିବେ ବ୍ରହ୍ମକମଳ ଫୁଲ। ଦେଖନ୍ତୁ ଆଜି ସେ କାହ୍ନାଙ୍କ ଜନ୍ମଦିନ, ତାଙ୍କର ଆଜି ଏଇ ଫୁଲ ଫୁଟିଯାଇଛି। ଆଉ ଏଇଠି ଦେଖନ୍ତୁ କାହ୍ନାଙ୍କ ମଥାରେ ଦିଆ ହେଇକି ପୂଜା ହେଇଗଲା। ରାତି ଆସି ସାଙ୍ଗମାନେ 11:30 ହେଲାଣି। ଯେଉଁ ପାଣି ଟୋପା ବି ଆଜି ସକାଳୁ ପିଆଇନି, ଯେଉଁ ଭୋକ ଜୋରସୋରେ। ଏଇଠି ଆଳତି ହେଇଗଲା ସାଙ୍ଗମାନେ। ଆଳତି କରିକି ଆମେ ମା ବାପ ଘରକୁ ପଳେଇଲୁ, କାରଣ 11:30 ରାତି ହେଇଗଲାଣି। ଘରକୁ ଯିବାର ଅଛି। ଘରେ ଯାଇ ପହଞ୍ଚୁ 12ଟା ହେଇଯିବ। ପୁଣି ଦେଖ ସାଙ୍ଗମାନେ ଘରକୁ ପଳେଇ ଆସିଲି। ଭୋଗ ଏଠି ଦିଦି ତାଙ୍କ ସବୁ କଟାକଟି ଭୋଗ କରିଥିଲେ। ଏଇଠି ଆମେ ଖାଇଲୁ, ସମସ୍ତେ ଖାଇସାରିଲେଣି ଅଲରେଡ଼ି, ରୁଟି ଫୁଟି ଖାଇସାରିଲେଣି। ଆମେ ଏବେ ପୁଅ ବି ମୋ ସାଙ୍ଗେ ଯାଇଥିଲା ନା ମନ୍ଦିର। ଆମେ